ଭାଇ ବହୁତ ଭୋକିଲା ଅଛି, ତମେ ଗୋଟିଏ ସିଙ୍ଗଡ଼ା ଦେଇଦିଅ। ତାପରେ ଶୁଆ କହିଲା, ଗୁଡ଼ିଆ ଝିଅ, ତମେ ଏଇ କିଛି ଦିନ ପୂର୍ବରୁ ମୋ ଠାରୁ ପକୁଡ଼ି ନେଇକି ଯାଇଥିଲ। ସବୁଦିନ ତୁମକୁ କିଏ ମାଗଣାରେ ଖାଇବାକୁ ଦବ? ତୁମେ ଯାଇକି କୋଉଠି କିଛି କାମ କର। ଅଙ୍କଲ, ଯଦି କିଛି କାମ ଅଛି ମୋତେ କୁହ, ମୁଁ ତୁମ ପାଖରେ ରହିକି ସେ କାମ କରିବି। ତାପରେ ଶୁଆ କହିଲା, ମୁଁ ସିଙ୍ଗଡ଼ା ବନେଇକି ତୁମକୁ ଥାଳିରେ ସିଙ୍ଗଡ଼ା ଦେବି। ବସ୍ଷ୍ଟପ୍ ଯାଇକି ସିଙ୍ଗଡ଼ା ସବୁ ବିକ୍ରି କରିଦେବ। ସେଇଠିକି ଆଉ ଗୋଟେ ଜଙ୍ଗଲରୁ ପକ୍ଷୀମାନେ ଯିବା ଆସିବା କରୁଛନ୍ତି। ଠିକ୍ ଅଛି ଅଙ୍କଲ, ତୁମେ ମୋତେ ସିଙ୍ଗଡ଼ା ତିଆରି କରିକି ଦିଅ। ତାପରେ ଗୁଡ଼ିଆ ସିଙ୍ଗଡ଼ାର ପ୍ଲେଟ୍ ନେଇକି ବସ୍ଷ୍ଟପ୍ ଆଡ଼କୁ ଗଲା। ଗରମ ଗରମ ସିଙ୍ଗଡ଼ା ନିଅ, ଗରମ ଗରମ ସିଙ୍ଗଡ଼ା ନିଅ। ତାପରେ ସେଇଠାରେ ଯିବା ଆସିବା କରୁଥିବା ପକ୍ଷୀମାନେ ଗୁଡ଼ିଆ ଠାରୁ ସବୁ ସିଙ୍ଗଡ଼ା ନେଇକି ଖାଇଲେ। ଗୌରୀ, ଦେଖେ ସେ ଛୋଟ ଚଢ଼େଇଟା କେମିତି ସିଙ୍ଗଡ଼ା ବିକ୍ରି କରୁଛି। ଚାଲ ଯିବା, ଆମେ ଯାଇକି ତାଠାରୁ ସିଙ୍ଗଡ଼ା ଛଡ଼େଇକି ନେଇଯିବା। କାଲୁଜି, ତାଠୁ ସିଙ୍ଗଡ଼ା ଛଡ଼େଇ ନେଲେ ସେ ପାଟି କରିବ, ଆଉ ସମସ୍ତେ ଜାଣିଦେବେ। ତାପରେ ଗୋରି କାଉ କଳା କାଉ କାନରେ କିଛି ଗୋଟିଏ କଥା କହିଲା। ତାପରେ ଦୁଇ କାଉ ହସିବାକୁ ଲାଗିଲେ। ଗୋରି କାଉ ଗୁଡ଼ିଆ ପାଖକୁ ଗଲା। ଛୋଟ ଚଢ଼େଇ, ସେ ନିମ୍ବ ଗଛ ପାଖରେ କିଏ ତତେ ଡାକୁଛି?